ରାଉରକେଲାରେ ଇଣ୍ଡିଆ ୱାନ୍ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ପଡ଼ିଥିଲେ 6 ଜଣ ଯାତ୍ରୀ। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ଏ ବ୍ଲକ ନିକଟରେ ଶନିବାର ଦିନ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଉଡ଼ାଣ ଭରିଥିବା ଇଣ୍ଡିଆ ୱାନ୍ ଏୟାର ଏକ 9 ସିଟ୍ ବିଶିଷ୍ଟ ଚାର୍ଟାର୍ଡ ବିମାନ ଅବତରଣ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାକ୍ରମେ ବିମାନଟି ଅପରାହ୍ନ 1:15 ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ମାତ୍ର ବିମାନ ବନ୍ଦରଠାରୁ ପ୍ରାୟ 10 କିଲୋମିଟର ଦୂରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଜଲଦା ନିକଟରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ 2 ଜଣ ପାଇଲଟଙ୍କ ସହିତ ମୋଟ 6 ଜଣ ବ୍ୟକ୍ତି ଥିଲେ। ଆହତଙ୍କ ତାଲିକା ହେଲେ ବିମାନରେ ଥିବା ସମସ୍ତ 6 ଜଣ ଆହତ ହୋଇଛନ୍ତି। ସେମାନେ ହେଲେ କ୍ୟାପ୍ଟେନ୍ ନବୀନ କାଡାଙ୍ଗା, କ୍ୟାପ୍ଟେନ୍ ତରୁଣ ଶ୍ରୀବାସ୍ତବ, ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର 3ଗୋଟି ଟିମ୍, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତଙ୍କୁ ବିମାନ ଭିତରୁ ସୁରକ୍ଷିତ ଭାବେ ବାହାର କରାଯାଇ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରୋହିତ କୁମାର ନିହାଲଙ୍କ ରିପୋର୍ଟ, OTN TV।